ସମସ୍ତଙ୍କୁ ଆଜିର ଏହି ସୁନ୍ଦର ଭିଡ଼ିଓଟିକୁ ମୁଁ ସ୍ୱାଗତ କରୁଛି। ଆଜିର ଏହି ଭିଡ଼ିଓଟିରେ ପିଲାମାନେ ଆମେମାନେ ଜାଣିବା, ପଢ଼ିବା, ଶୁଣିବା ଏବଂ ବହୁତ ସୁନ୍ଦର ଭାବରେ ବୁଝିବା ଶିଳ୍ପ ବିପ୍ଳବ ବିଷୟରେ। ଏବଂ ପରୀକ୍ଷାରେ ଯଦି ତୁମର ପ୍ରଶ୍ନ ଆସେ ଶିଳ୍ପ ବିପ୍ଳବକୁ ନେଇକି, ତାହେଲେ ପରୀକ୍ଷାରେ ତୁମେ ବହୁତ ସୁନ୍ଦର ଭାବରେ ତାର ଉତ୍ତର ମଧ୍ୟ କରିପାରିବ ଏହି ଭିଡ଼ିଓଟି ଯଦି ତୁମେ ସମ୍ପୂର୍ଣ୍ଣ ରୂପେ ଦେଖିବ। ତ ଚାଲ ପିଲାମାନେ ଡେରି ନ କରି ଆଜି ଆମେ ଜାଣିବା ଶିଳ୍ପ ବିପ୍ଳବ ବିଷୟରେ। ଶିଳ୍ପ ବିପ୍ଳବ ଅଷ୍ଟାଦଶ ଶତାବ୍ଦୀରେ ଆରମ୍ଭ ହୋଇଥିଲା। ଶିଳ୍ପ ବିପ୍ଳବ ପିଲାମାନେ ପରୀକ୍ଷାରେ 1 ମାର୍କର ପ୍ରଶ୍ନ ଆସିଯାଏ ଯେ ଶିଳ୍ପ ବିପ୍ଳବ କେବେ ଆରମ୍ଭ ହୋଇଥିଲା ବୋଲି। କେବେ ଆରମ୍ଭ ହୋଇଥିଲା? ଅଷ୍ଟାଦଶ ଶତାବ୍ଦୀରେ ଆରମ୍ଭ ହୋଇଯାଇଥିଲା। ଶିଳ୍ପ ବିପ୍ଳବ କାହାକୁ କୁହାଯାଏ? ପୁଣି ପରୀକ୍ଷାରେ ପ୍ରଶ୍ନ ଆସିଯାଏ ପିଲାମାନେ ଦ୍ରବ୍ୟ ଉତ୍ପାଦନରେ ଘଟିଥିବା ବୈପ୍ଳବିକ ପରିବର୍ତ୍ତନକୁ କୁହାଯାଏ ଶିଳ୍ପ ବିପ୍ଳବ। ଦ୍ରବ୍ୟ ଉତ୍ପାଦନରେ ଘଟିଥିବା ବୈପ୍ଳବିକ ପରିବର୍ତ୍ତନ, ଏହାର ମାନେ ଏଇଆ ହେଲା ଯେ ଆଗରୁ ଯଦି ଗୋଟିଏ ଶିଳ୍ପରୁ 5ଟି ଦ୍ରବ୍ୟ ଉତ୍ପାଦନ ହେଉଥିଲା, ତାହେଲେ ସେହି ଶିଳ୍ପରୁ ଯଦି 50ଟି ଦ୍ରବ୍ୟ ଉତ୍ପାଦନ ହେବ, ତାହେଲେ ତାକୁ କୁହାଯିବ କ'ଣ? ବୈପ୍ଳବିକ ପରିବର୍ତ୍ତନ। ଏବଂ ଦ୍ରବ୍ୟ ଉତ୍ପାଦନରେ ଘଟିଥିବା ବୈପ୍ଳବିକ ପରିବର୍ତ୍ତନକୁ କୁହାଯାଏ ଶିଳ୍ପ ବିପ୍ଳବ। ଏବଂ ଶିଳ୍ପ ବିପ୍ଳବ ହେବା ପୂର୍ବରୁ ସମାଜରେ କୁଟୀର ଶିଳ୍ପ ଏବଂ ହସ୍ତଶିଳ୍ପର ବ୍ୟବହାର ହେଉଥିଲା। କିନ୍ତୁ ଶିଳ୍ପ ବିପ୍ଳବ ହେବା ଦ୍ୱାରା ଲୋକମାନେ ବିଭିନ୍ନ ପ୍ରକାର ଯନ୍ତ୍ର ବ୍ୟବହାର କଲେ, ତା ସହିତ ବାଷ୍ପ ଶକ୍ତିର ମଧ୍ୟ ବ୍ୟବହାର କଲେ। ଏବଂ ଲୋକମାନେ ବିଭିନ୍ନ ପ୍ରକାର ଯନ୍ତ୍ର ଏବଂ ବାଷ୍ପ ଶକ୍ତିର ବ୍ୟବହାର କରିବା ଦ୍ୱାରା ତାଙ୍କର ସାମାଜିକ ଜୀବନ, ତାଙ୍କର ରାଜନୈତିକ ଜୀବନ, ତା ସହିତ ତାଙ୍କର ଅର୍ଥନୈତିକ ଜୀବନରେ ଅନେକ ଗୁଡ଼ିଏ ପ୍ରଭାବ ପଡ଼ିଲା। ଏଠି ଯେଉଁ ଫଟୋଚିତ୍ରଟି ଦେଖୁଛ ପିଲାମାନେ, ଏହି ଫଟୋଚିତ୍ରଟି ହେଉଛି ଏକ ଶିଳ୍ପର ଫଟୋଚିତ୍ର। କୁଟୀର ଶିଳ୍ପ ସମୟ ସାପେକ୍ଷ ଥିଲା। ସମୟ ସାପେକ୍ଷ କହିଲେ ପିଲାମାନେ ଅଧିକ ସମୟ ଲାଗୁଥିଲା ଦ୍ରବ୍ୟ ଉତ୍ପାଦନ ପାଇଁ। ଏବଂ ସେହି ସମୟରେ ଜନସଂଖ୍ୟା ବୃଦ୍ଧି ହୋଇଯାଇଥିଲା ଏବଂ ଜନସଂଖ୍ୟା ବୃଦ୍ଧି ହେବା ଦ୍ୱାରା ତାଙ୍କର ଚାହିଦା ମଧ୍ୟ ବଢ଼ିଯାଇଥିଲା। ଏବଂ ଏହି କୁଟୀର ଶିଳ୍ପ ଲୋକମାନଙ୍କର ଚାହିଦା ପୂରଣ କରିପାରିଲା ନାହିଁ। ପିଲାମାନେ କୁହାଯାଏ ଆବଶ୍ୟକତା ହିଁ ଉଦ୍ଭାବନର ଜନନୀ। ପିଲାମାନେ ଏହି ଶିଳ୍ପ ବିପ୍ଳବକୁ ଶିଳ୍ପ ବିପ୍ଳବ ବୋଲି କାହିଁକି କୁହାଯାଉଛି? ଆଗରୁ ଆମେ ପଢ଼ିଛେ ଯେ ଫରାସୀ ବିପ୍ଳବ, ରୁଷୀୟ ବିପ୍ଳବ ବୋଲିକି ପଢ଼ିଛେ। କାହିଁକି ନା ସେହି ଫରାସୀ ବିପ୍ଳବ ଏବଂ ରୁଷୀୟ ବିପ୍ଳବରେ ବହୁତ ବଡ଼ ଧରଣର ଆନ୍ଦୋଳନ ହୋଇକି ତାର ପ୍ରଭାବ ସୁଦୂର ପ୍ରସାରୀ ଥିଲା। ତେଣୁକରି ତାକୁ ବିପ୍ଳବ ବୋଲିକି କୁହାଯାଉଛି। କିନ୍ତୁ ଶିଳ୍ପ ବିପ୍ଳବ କାହିଁକି କୁହାଯାଉଛି? ଏଠି ତ କୌଣସି ଆନ୍ଦୋଳନ ହେଉନାହିଁ, ତଥାପି ବି ଏହାକୁ ବିପ୍ଳବ କୁହାଯାଉଛି। କେବଳ ଦ୍ରବ୍ୟର ଉତ୍ପାଦନ ହେଉଛି। କାହିଁକି ବିପ୍ଳବ କୁହାଯାଉଛି ପିଲାମାନେ? ତାର ପଛରେ ଥିବା ମୁଖ୍ୟ କାରଣ ହେଲା ଶିଳ୍ପ ବିପ୍ଳବ ଦ୍ୱାରା ୟୁରୋପରେ ସାମାଜିକ ଏବଂ ଆର୍ଥିକ ପରିବର୍ତ୍ତନ ଆସିଥିଲା। ତେଣୁକରି ଶିଳ୍ପ ବିପ୍ଳବ ବୋଲିକି କୁହାଯାଉଛି। ଯେମିତି ଫରାସୀ ବିପ୍ଳବ କୁହାଯାଉଛି। ଫରାସୀ ବିପ୍ଳବ ହେବା ଦ୍ୱାରା ସେହି ଫ୍ରାନ୍ସର ଲୋକମାନଙ୍କର ସାମାଜିକ ଏବଂ ଆର୍ଥିକ ପରିବର୍ତ୍ତନ ହୋଇଥିଲା। ସେମିତି ଶିଳ୍ପ ବିପ୍ଳବ ହେବା ଦ୍ୱାରା ସାରା ୟୁରୋପରେ ସାମାଜିକ ଆର୍ଥିକ ପରିବର୍ତ୍ତନ ଆସିଥିଲା। ତେଣୁକରି ଏହାକୁ ଶିଳ୍ପ ବିପ୍ଳବ ବୋଲିକି କୁହାଯାଉଛି। ଏଠି ଯେଉଁ ଫଟୋଚିତ୍ରଟି ଦେଖୁଛ ପିଲାମାନେ, ଏହା ହେଉଛି ଏକ କୁଟୀର ଶିଳ୍ପର ଫଟୋଚିତ୍ର। ଶିଳ୍ପ ବିପ୍ଳବ ଆରମ୍ଭ ହୋଇଥିଲା ୟୁରୋପ ମହାଦେଶରେ ଏବଂ ଇଂଲଣ୍ଡ ଦେଶରେ। ପିଲାମାନେ ପରୀକ୍ଷାରେ ପ୍ରଶ୍ନ ଆସିଯାଏ ଯେ ଶିଳ୍ପ ବିପ୍ଳବ କେଉଁ ଦେଶରେ ଆରମ୍ଭ ହୋଇଥିଲା ବୋଲି। କେଉଁ ଦେଶରେ ଆରମ୍ଭ ହୋଇଥିଲା? ଇଂଲଣ୍ଡରେ। ଏଠି ଦେଖିପାରୁଥିବ ପିଲାମାନେ, ଏଠି ଯେଉଁ ସ୍କଟଲ୍ୟାଣ୍ଡ ଅଛି, ୱେଲ୍ସ ଅଛି ଆଉ ଇଂଲଣ୍ଡ ଅଛି, ଏ ତିନିଟି ମିଶିକଲେ ହୋଇଯାଏ ଗ୍ରେଟ୍ ବ୍ରିଟେନ୍। ଏବଂ ଯେତେବେଳେ ଏ ଆୟାରଲ୍ୟାଣ୍ଡ ମଧ୍ୟ ଏଇ ସ୍କଟଲ୍ୟାଣ୍ଡ ହେଲା, ୱେଲ୍ସ ହେଲା ଏବଂ ଇଂଲଣ୍ଡ ସହିତ ମିଶିଯାଏ, ତାକୁ କୁହାଯାଏ ୟୁନାଇଟେଡ୍ କିଙ୍ଗଡମ୍। ଏଠି ଅଛି ପିଲାମାନେ ଦେଖ ଇଂଲଣ୍ଡ, ମୁଁ ମାର୍କ କରିଦେଉଛି। ଆଉ ଏଠି ଯେଉଁ ମ୍ୟାପ୍ ଦେଖୁଛ ପିଲାମାନେ, ଏ ମ୍ୟାପ୍ଟି ହେଉଛି ୟୁରୋପ ମ୍ୟାପ୍। ଏବଂ ଏହି ୟୁରୋପ ମହାଦେଶରେ ପ୍ରଥମ କରିକି ଶିଳ୍ପ ବିପ୍ଳବ ଆରମ୍ଭ ହୋଇଥିଲା। ଏବଂ ଶିଳ୍ପ ବିପ୍ଳବ ୟୁରୋପରେ ଆରମ୍ଭ ହେବା ପରେ ଏହା ବିସ୍ତାର ଲାଭ କରିଥିଲା ଫ୍ରାନ୍ସ, ବେଲଜିୟମ ଏବଂ ଜର୍ମାନୀକୁ ମଧ୍ୟ। ଏହି ୟୁରୋପ ମ୍ୟାପ୍କୁ ଦେଖ ପିଲାମାନେ, ମୁଁ ଦର୍ଶାଇ ଦେଉଛି ଫ୍ରାନ୍ସ, ବେଲଜିୟମ ଏବଂ ଜର୍ମାନୀକୁ। ଏଠି ଯେଉଁ ମୁଁ ମାର୍କ କରୁଛି ଏଇଟା ହେଲା ଫ୍ରାନ୍ସ। ଆଉ ଫ୍ରାନ୍ସର ପାଖକୁ ଯେଉଁ ଲାଗିକି ଯେଉଁ ମୁଁ ମାର୍କ କରୁଛି ଦେଶଟି ହେଲା, ସେଇଟା ହେଲା ବେଲଜିୟମ। ଏବଂ ବେଲଜିୟମ ପାଖକୁ ଲାଗିକି ଯେଉଁ ଦେଶଟି ଅଛି ଏଇଟା ହେଲା ତୁମର ଜର୍ମାନୀ। ତାର ଚିତ୍ର ବି ତଳେ ଦିଆହେଇଛି ପିଲାମାନେ ଦେଖ, ଏଇଟା ହେଲା ଫ୍ରାନ୍ସ, ତାରକୁ ଲାଗିକି ଯେଉଁ ରେଡ୍ କଲରରେ ଅଛି ସେଇଟା ହେଲା ତୁମର ବେଲଜିୟମ। ଏବଂ ବେଲଜିୟମକୁ ଲାଗିକି ଯେଉଁ ଦେଶଟି ଅଛି ଏଇଟା ହେଲା ତୁମର ଜର୍ମାନୀ। ଏବଂ ଏହି ସବୁ ଦେଶରେ ପରବର୍ତ୍ତୀ ସମୟରେ କ'ଣ ହେଇଛି? ଶିଳ୍ପ ବିପ୍ଳବ ବ୍ୟାପି ଯାଇଛି। ଏବଂ ଏହି ଶିଳ୍ପ ବିପ୍ଳବ ଶବ୍ଦଟି ସ୍ଥାନ ପାଇଥିଲା 1837 ମସିହାରେ ବ୍ଲେଙ୍କିଙ୍କ ଲେଖାରେ। ଏବଂ ବ୍ଲେଙ୍କି ଥିଲେ ଜଣେ ଅର୍ଥଶାସ୍ତ୍ରଜ୍ଞ ଏବଂ ସେ ଥିଲେ ଫ୍ରାନ୍ସ ଦେଶର। ପରବର୍ତ୍ତୀ ସମୟରେ ଆର୍ନଲ୍ଡ ଟୋଏନବି, ଯିଏକି ଜଣେ ଇଂଲଣ୍ଡର ଐତିହାସିକ ଥିଲେ, ଏହି ଶିଳ୍ପ ବିପ୍ଳବ ଶବ୍ଦଟିକୁ ପ୍ରଚାର ପ୍ରସାର କରେଇଥିଲେ ତାଙ୍କର ଲେଖା ମାଧ୍ୟମରେ।
ଦେଖିପାରୁଥିବେ ପିଲାମାନେ ଦୁଇଟି ମହାନ ବ୍ୟକ୍ତିଙ୍କର ଫଟୋଚିତ୍ର ଦିଆଯାଇଛି। ପ୍ରଥମ ଫଟୋଚିତ୍ରଟି ହେଉଛି ବ୍ଲେଙ୍କିଙ୍କ ଫଟୋଚିତ୍ର, ଯିଏକି ଫ୍ରାନ୍ସ ଦେଶର ଜଣେ ଅର୍ଥଶାସ୍ତ୍ରୀ ଥିଲେ ଏବଂ ପ୍ରଥମ କରିକି ସେ 1837 ମସିହାରେ ଶିଳ୍ପ ବିପ୍ଳବ ଶବ୍ଦଟିକୁ ବ୍ୟବହାର କରିଥିଲେ। ଦ୍ୱିତୀୟ ଫଟୋଚିତ୍ରଟି ହେଉଛି ଆର୍ନଲ୍ଡ ଟଏନବିଙ୍କର, ଯିଏକି ଇଂଲଣ୍ଡର ଜଣେ ଐତିହାସିକ ଥିଲେ ଏବଂ ଏହି ଆର୍ନଲ୍ଡ ଟଏନବି ବ୍ଲେଙ୍କିଙ୍କ ଦ୍ୱାରା ବ୍ୟବହାର କରାଯାଇଥିବା ଶିଳ୍ପ ବିପ୍ଳବ ଶବ୍ଦଟିକୁ ସେ ବହୁଳ ଭାବରେ ବ୍ୟବହାର କରିଥିଲେ। ପିଲାମାନେ ପରୀକ୍ଷାରେ ପ୍ରଶ୍ନ ଆସିଯାଏ ଯେ କିଏ ଶିଳ୍ପ ବିପ୍ଳବ ଶବ୍ଦଟିକୁ ବ୍ୟବହାର କରିଥିଲେ? ପ୍ରଥମେ କିଏ କରିଥିଲେ? ବ୍ଲେଙ୍କି। କିଏ ଶିଳ୍ପ ବିପ୍ଳବ ଶବ୍ଦଟିର ପ୍ରଚାର ପ୍ରସାର କରାଇଥିଲେ? ଆର୍ନଲ୍ଡ ଟଏନବି ପ୍ରଚାର ପ୍ରସାର କରାଇଥିଲେ। ଆମେ ଜାଣିବା ପିଲାମାନେ ଶିଳ୍ପ ବିପ୍ଳବର କାରଣମାନ। ପ୍ରଥମ କାରଣଟି ହେଉଛି ପିଲାମାନେ ଜନସଂଖ୍ୟା ବୃଦ୍ଧି। ଅଷ୍ଟଦଶ ଶତାବ୍ଦୀରେ ଜନସଂଖ୍ୟା ବୃଦ୍ଧି ୟୁରୋପଠାରେ ହୋଇଯାଇଥିଲା। ଯେହେତୁ ଜନସଂଖ୍ୟା ବୃଦ୍ଧି ହୋଇଥିଲା ୟୁରୋପରେ ଲୋକମାନଙ୍କର ଚାହିଦା ବଢ଼ିଲା ଏବଂ ଲୋକମାନଙ୍କର ଚାହିଦା ପୂରଣ ହେଲା ନାହିଁ। ଲୋକମାନେ ତାଙ୍କର ଚାହିଦା ପୂରଣ କରିବା ପାଇଁ ଯନ୍ତ୍ରପାତି ତଥା କଳକାରଖାନା ଉପରେ ନିର୍ଭର ରହିଲେ ଏବଂ ଏହି ଯେଉଁ ଯନ୍ତ୍ରପାତି ଏବଂ କଳକାରଖାନା ଉପରେ ଲୋକମାନେ ନିର୍ଭର ରହିଲେ ତାହା ପଥ ପ୍ରସ୍ତୁତ କରିଦେଲା ଶିଳ୍ପ ବିପ୍ଳବ ପାଇଁ। ଶିଳ୍ପ ବିପ୍ଳବ ପାଇଁ ଦାୟୀ ଥିବା ଦ୍ୱିତୀୟ କାରଣଟି ହେଲା ଭୌଗୋଳିକ ଆବିଷ୍କାର ଓ ଉପନିବେଶ ସ୍ଥାପନ। ଭୌଗୋଳିକ ଆବିଷ୍କାର ହେବା ଦ୍ୱାରା ଏସିଆ ଓ ଆଫ୍ରିକାରେ ୟୁରୋପୀୟମାନେ ଉପନିବେଶମାନେ ସ୍ଥାପନ କଲେ ଏବଂ ସେହି ଏସିଆ ଓ ଆଫ୍ରିକାରେ ୟୁରୋପୀୟମାନେ ଯେଉଁ ଉପନିବେଶମାନେ ସ୍ଥାପନ କରିଥିଲେ ସେହି ଉପନିବେଶ ଗୁଡ଼ିକରେ କଞ୍ଚାମାଲ ଭରପୁର ଥିଲା। ୟୁରୋପୀୟମାନେ ସେହି କଞ୍ଚାମାଲ ଗୁଡ଼ିକ ସେହି ଏସିଆ ଏବଂ ଆଫ୍ରିକାର ଉପନିବେଶରୁ ଆଣିଲେ ଏବଂ ସେହି କଞ୍ଚାମାଲକୁ ବ୍ୟବହାର କରିକି ସେମାନେ ତାଙ୍କର ଚାହିଦା ପୂରଣ କରିଲେ ଏବଂ ଏହି ଭୌଗୋଳିକ ଆବିଷ୍କାର ଏବଂ ଉପନିବେଶବାଦ ମଧ୍ୟ ଶିଳ୍ପ ବିପ୍ଳବ ପାଇଁ ସହାୟତା ପ୍ରଦାନ କରିଥିଲା। ଏଠି ଯେଉଁ ଫଟୋଚିତ୍ରଟି ଦେଖୁଛୁ ପିଲାମାନେ, ଏହି ଫଟୋଚିତ୍ରଟି ହେଉଛି ଭୌଗୋଳିକ ଆବିଷ୍କାରର ଫଟୋଚିତ୍ର। ୟୁରୋପର ବିଭିନ୍ନ ଦେଶ ଗୁଡ଼ିକ ଏସିଆ ଏବଂ ଆଫ୍ରିକାରେ ତାଙ୍କର ଉପନିବେଶ ଗୁଡ଼ିକ ସ୍ଥାପନ କରିଥିଲେ। ଏ ଯେଉଁ ନାଁ ଗୁଡ଼ିକ ଲେଖା ହେଇଛି ମୁଁ ମାର୍କ କରୁଛି, ଦେଖ ପିଲାମାନେ, ଏହି ସବୁ ସ୍ଥାନରେ ୟୁରୋପର ବିଭିନ୍ନ ଦେଶ ତାଙ୍କର ଉପନିବେଶ ଗୁଡ଼ିକ ଏସିଆ ଏବଂ ଆଫ୍ରିକାରେ ସ୍ଥାପନ କରିଛନ୍ତି। ଦେଖ ପିଲାମାନେ, ପ୍ରଥମ କରିକି ଭୌଗୋଳିକ ଆବିଷ୍କାର କରିବା ପାଇଁ ବାହାରିଥିଲେ ପର୍ତ୍ତୁଗାଲର ନାବିକମାନେ। ଏଇ ଯେଉଁ ଦେଶଟି ମୁଁ ମାର୍କ କରୁଛି ଏଇଟା ହେଲା ପର୍ତ୍ତୁଗାଲ। ଦେଖ ପିଲାମାନେ, ପର୍ତ୍ତୁଗାଲର ରାଜଧାନୀ ହେଉଛି ଲିସବନ। ଏ ଲିସବନ ବନ୍ଦରରୁ ହିଁ ସେମାନେ ବାହାରିଥିଲେ ଏବଂ ଆସିଥିଲେ କେପ୍ ଅଫ୍ ଗୁଡ୍ ହୋପକୁ। ଏଇଠି ଅଛି ପିଲାମାନେ କେପ୍ ଅଫ୍ ଗୁଡ୍ ହୋପ୍, ମୁଁ ମାର୍କ କରୁଛି, ଏଇଟା ହେଲା ତୁମର କେପ୍ ଅଫ୍ ଗୁଡ୍ ହୋପ୍ ଏବଂ ଏଇଠୁ ପୁଣି ସେମାନେ ଆଫ୍ରିକାରେ ତ ତାଙ୍କର ଉପନିବେଶ ଗୁଡ଼ିକ ସ୍ଥାପନ କରିଥିଲେ ବା ଆଫ୍ରିକାର ସେମାନେ ଭୌଗୋଳିକ ଆବିଷ୍କାର କଲେ। ତା ସହିତ ସେମାନେ ଏଇ କେପ୍ ଅଫ୍ ଗୁଡ୍ ହୋପରୁ ପୁଣି ଏସିଆକୁ ଯାଇଥିଲେ ଏବଂ ଭାରତକୁ ମଧ୍ୟ ସେମାନେ ଆବିଷ୍କାର କରିଥିଲେ। ଆଉ ଆମେ ଜାଣିଛୁ ଭାସ୍କୋଡା ଗାମା ଭାରତକୁ ଆବିଷ୍କାର କରିଥିଲେ। ଏହିପରି ଭାବରେ ଭୌଗୋଳିକ ଆବିଷ୍କାର ଗୁଡ଼ିକ ହୋଇଥିଲା। ଉପନିବେଶବାଦ କାହାକୁ କୁହାଯାଇଥାଏ? ପିଲାମାନେ ଦେଖ, ବେଳେବେଳେ ପରୀକ୍ଷାରେ ପ୍ରଶ୍ନ ଆସିଯାଏ ଉପନିବେଶବାଦ କାହାକୁ କୁହାଯାଏ। ଗୋଟିଏ ଦେଶର ଲୋକମାନେ ଯେତେବେଳେ ଅନ୍ୟ ଗୋଟିଏ ଦେଶକୁ ଯାଇକି ବାଣିଜ୍ୟ କୋଠିମାନେ ନିର୍ମାଣ କରିକି ଧୀରେ ଧୀରେ ସେଇଠି ସାମ୍ରାଜ୍ୟ ବିସ୍ତାର କରନ୍ତି ଏବଂ ସେଇଠି ସେଠାକାର ଲୋକମାନଙ୍କୁ ଶୋଷଣ କରିବା ଆରମ୍ଭ କରିଦିଅନ୍ତି। ଏହି ପ୍ରକ୍ରିୟାକୁ କୁହାଯାଏ ଉପନିବେଶବାଦ। ପିଲାମାନେ 2 ମାର୍କର ପ୍ରଶ୍ନ ଆସିଯାଏ ପରୀକ୍ଷାରେ ତୁମର ଯେ ଉପନିବେଶବାଦ କାହାକୁ କୁହାଯାଏ, ଏଇଆ ହିଁ ଲେଖିବ ଯଦି ପରୀକ୍ଷାରେ ତୁମର ପ୍ରଶ୍ନ ଆସିବ। ଶିଳ୍ପ ବିପ୍ଳବର ପରବର୍ତ୍ତୀ କାରଣଟି ହେଉଛି ବାଣିଜ୍ୟରେ ବିକାଶ। ୟୁରୋପୀୟମାନେ ଅନେକ ଦେଶ ସହିତ ତାଙ୍କର ବାଣିଜ୍ୟ ସମ୍ପର୍କ ସ୍ଥାପନ କରିଥିଲେ ଏବଂ ବାଣିଜ୍ୟରେ ସେ ୟୁରୋପୀୟମାନେ ମଧ୍ୟ ଲାଭବାନ ହେଉଥିଲେ। ତେଣୁକରି ସେମାନେ ଅଳ୍ପ ସମୟରେ ଅଧିକ ଦ୍ରବ୍ୟ ଉତ୍ପାଦନ କରିବା ପାଇଁ ଚାହିଁଲେ ଏବଂ ସେମାନେ ଶିଳ୍ପ ବା କଳକାରଖାନା ଉପରେ ନିର୍ଭରଶୀଳ ହେଲେ ଏବଂ ଏହି ପ୍ରକ୍ରିୟା ଶିଳ୍ପ ବିପ୍ଳବ କରିବା ପାଇଁ ପଥ ପ୍ରଦର୍ଶନ କରିଥିଲା। ଏଠି ଯେଉଁ ଫଟୋଚିତ୍ର ଦେଖୁଛ, ପ୍ରଥମ ଫଟୋଚିତ୍ର ବାଣିଜ୍ୟରେ ବିକାଶକୁ ସୂଚାଉଛି। ବିପ୍ଳବର ପରବର୍ତ୍ତୀ କାରଣଟି ହେଉଛି କୃଷି ବିପ୍ଳବ। ୟୁରୋପରେ କୃଷି ବ୍ୟବସାୟିକ ହୋଇଯାଇଥିଲା ଏବଂ କୃଷିରେ ଉନ୍ନତ ଧରଣର ଯନ୍ତ୍ରପାତି ବ୍ୟବହାର କରାଯାଉଥିଲା। କୃଷି ଲାଭଜନକ ବେପାରରେ ମଧ୍ୟ ପରିଣତ ହୋଇଯାଇଥିଲା। ଧନୀ ଚାଷୀମାନେ ପୁଞ୍ଜି ବିନିଯୋଗ କଲେ ଏବଂ ଲାଭବାନ ହେଲେ। କ୍ଷୁଦ୍ର ଚାଷୀମାନେ ତାଙ୍କର
ଜମି ହରାଇଲେ ଏବଂ ସେହି କ୍ଷୁଦ୍ର ଚାଷୀମାନେ ଗ୍ରାମରେ ନ ରହିକି ସହରାଭିମୁଖୀ ହେଲେ ଏବଂ ସହରରେ ଯେଉଁ କଳକାରଖାନା ଗଢ଼ି ଉଠିଥିଲା ସେଇଠି ସେମାନେ ଶ୍ରମିକ ଭାବରେ ଜୀବନଯାପନ କଲେ ଏବଂ କଳକାରଖାନାରେ ଯେଉଁ ଶ୍ରମିକର ଚାହିଦା ଥିଲା ଶ୍ରମିକର ଚାହିଦା ମଧ୍ୟ ସେହି କଳକାରଖାନାରେ ପୂରଣ ହେଲା। ଏଠି ଯେଉଁ ଫଟୋ ଚିତ୍ରଟି ଦେଖୁଛ ପିଲାମାନେ କୃଷି ବିପ୍ଳବର ଫଟୋ ଚିତ୍ର ଦିଆହେଇଛି। ଆଗ କାଳରେ ଯେମିତି ବଳଦ ସାହାଯ୍ୟରେ ଭୂମି କର୍ଷଣ କରାଯାଉଥିଲା ଏବଂ ଲଙ୍ଗଳ ସାହାଯ୍ୟରେ ଭୂମି କର୍ଷଣ କରାଯାଉଥିଲା ତାହା ଏବେ ଆଉ କରାଯାଉ ନାହିଁ। ବର୍ତ୍ତମାନ ସେ ବଳଦ ଏବଂ ଲଙ୍ଗଳକୁ ଛାଡ଼ି ଦେଇ ବିଭିନ୍ନ ପ୍ରକାର ଯନ୍ତ୍ରପାତି ବ୍ୟବହାର କରାଯାଉଛି ଯେମିତିକି ଟ୍ରାକ୍ଟର, ଥ୍ରେସର ଏବଂ ସାର ମାରିବା ପାଇଁ ଡ୍ରୋନ୍ ମଧ୍ୟ ବ୍ୟବହାର କରାଯାଉଛି। ଏଠି ଦେଖିପାରୁଥିବେ ପିଲାମାନେ। ଶିଳ୍ପ ବିପ୍ଳବର ଆହୁରି ଏକ ଅନ୍ୟ କାରଣ ହେଉଛି ସୁଲଭ ପୁଞ୍ଜି ଏବଂ ଶ୍ରମର ବିନିଯୋଗ। କଳକାରଖାନା ପାଇଁ ଆବଶ୍ୟକ ଥିଲା ପୁଞ୍ଜି ଏବଂ ଶ୍ରମ। ପୁଞ୍ଜି ବିନିଯୋଗ କରୁଥିଲେ ଚାଷୀ ଏବଂ ବଣିକମାନେ ଏବଂ ଗ୍ରାମରୁ ଆସିଥିବା ଛୋଟ ଛୋଟ ଚାଷୀ ସହରରେ ଯେଉଁ କଳକାରଖାନା ଥିଲା ସେଇଠି ସେମାନେ ଶ୍ରମିକ ହିସାବରେ କାମ କଲେ। ପୁଞ୍ଜି ଏବଂ ଶ୍ରମିକର ଅଭାବ ରହିଲା ନାହିଁ ଏବଂ ଏହା ପଥ ପ୍ରଦର୍ଶନ କରିଦେଇଥିଲା ଶିଳ୍ପ ବିପ୍ଳବ ପାଇଁ। ଏଠି ଯେଉଁ ପ୍ରଥମେ ଯେଉଁ ଫଟୋ ଚିତ୍ରଟି ଦେଖୁଛ ପିଲାମାନେ ଲୋକମାନେ ଶ୍ରମିକ ହିସାବରେ ଗୋଟିଏ କଳକାରଖାନାରେ କାମ କରୁଛନ୍ତି ଏବଂ ଦ୍ୱିତୀୟ ଫଟୋ ଚିତ୍ରଟି ହେଉଛି ପିଲାମାନେ ପୁଞ୍ଜି। ଏହି ଶ୍ରମିକ ଏବଂ ପୁଞ୍ଜି ଦୁଇଟି ନିହାତି ଆବଶ୍ୟକ ଜିନିଷ ଯଦ୍ୱାରା ଗୋଟିଏ ଶିଳ୍ପ ବିପ୍ଳବ ହୋଇପାରିବ ବା ଶିଳ୍ପ ତିଆରି ହୋଇପାରିବ। ଯଦି ଏ ଦୁଇଟା ଜିନିଷ ନାହିଁ ତାହେଲେ ଶିଳ୍ପ ଗୋଟିଏ ଗଢ଼ିପାରିବ ନାହିଁ କେବେ ବି। ଆମେମାନେ ଜାଣିଲେ ପିଲାମାନେ ଯେ ଶିଳ୍ପ ବିପ୍ଳବ କାହିଁକି ହୋଇଥିଲା। ଏବେ ଆମେ ଜାଣିବା ଇଂଲଣ୍ଡରେ ଶିଳ୍ପ ବିପ୍ଳବ କାହିଁକି ହେଲା ବା ଇଂଲଣ୍ଡରେ ଶିଳ୍ପ ବିପ୍ଳବ ହେବାର କାରଣ ଗୁଡ଼ିକ କ'ଣ କ'ଣ। ପ୍ରଥମ କାରଣଟି ହେଲା ଇଂଲଣ୍ଡ ସମୁଦ୍ର ଦ୍ୱାରା ଚତୁଃପାର୍ଶ୍ୱରେ ଘେରି ହୋଇକି ଥିଲା। ଏଠି ଦେଖ ପିଲାମାନେ ଏଠି ଯେଉଁ ଇଂଲଣ୍ଡର ଫଟୋ ଚିତ୍ରଟି ଦିଆହେଇଛି ଏଠି ଯେଉଁ ରେଡ୍ ରଙ୍ଗରେ ଅଛି ଏଇଟା ହେଲା ଇଂଲଣ୍ଡର ଫଟୋ ଚିତ୍ର। ଏଠି ଦେଖିପାରିବ ପିଲାମାନେ ଏପଟେ ରହିଲା ମୁଁ ମାର୍କ କରୁଛି ଆଟଲାଣ୍ଟିକ୍ ଓସେନ୍ ଏଇଟା ପିଲାମାନେ ରହିଲା। ତାପରେ ଇଂଲଣ୍ଡର ନର୍ଥରେ ରହିଲା ନର୍ଥ ସି। ତାପରେ ଏଠି ଯେଉଁ ୱାଟର ଚ୍ୟାନେଲଟି ଅଛି ତାକୁ କୁହାଯାଏ ଇଂଲିଶ ଚ୍ୟାନେଲ। ତ ଇଂଲଣ୍ଡର ଏଇ ଚାରିପଟେ ଯେଉଁ ୱାଟର ରହିଲା ସେହି ୱାଟରକୁ ବ୍ୟବହାର କରିକି ସେ ନୌ ବାଣିଜ୍ୟ ବ୍ୟବସାୟ କରିପାରିଥିଲା। ତେଣୁକରି ଇଂଲଣ୍ଡରେ ଶିଳ୍ପ ବିପ୍ଳବ ହେଲା। ଇଂଲଣ୍ଡରେ ଶିଳ୍ପ ବିପ୍ଳବ ହେବା ପଛରେ ଥିବା ଦ୍ୱିତୀୟ କାରଣଟି ହେଲା ଇଂଲଣ୍ଡ ଖଣିଜ ସମ୍ପଦରେ ପରିପୂର୍ଣ୍ଣ ଥିଲା। ଏହି ଇଂଲଣ୍ଡଟି ଖଣିଜ ସମ୍ପଦରେ ପରିପୂର୍ଣ୍ଣ ଥିଲା ତେଣୁକରି ଇଂଲଣ୍ଡରେ ଶିଳ୍ପ ବିପ୍ଳବ ହେଲା। ଇଂଲଣ୍ଡରେ ଶିଳ୍ପ ବିପ୍ଳବ ହେବାର ତୃତୀୟ କାରଣଟି ହେଉଛି ବିଶାଳ ଔପନିବେଶିକ ସାମ୍ରାଜ୍ୟ ଥିଲା ଇଂଲଣ୍ଡର। ଏଠି ଯେଉଁ ତଳେ ଫଟୋ ଚିତ୍ରଟି ଅଛି ପିଲାମାନେ ଦେଖ ଦ୍ୱିତୀୟ ଫଟୋ ଚିତ୍ରଟିକୁ ଦେଖ ଏ ଯେଉଁ ଲାଲ ରଙ୍ଗରେ ଯେଉଁ ସାରା ବିଶ୍ୱରେ ସୂଚାଇ ଦିଆଯାଇଛି ଏହି ସମସ୍ତ ଜାଗାରେ ଇଂଲଣ୍ଡର ଔପନିବେଶ ଗୁଡ଼ିକ ଥିଲା। ବିଶାଳ ଔପନିବେଶ ଥିଲା ଇଂଲଣ୍ଡର। ତେଣୁକରି ଇଂଲଣ୍ଡରେ ଶିଳ୍ପ ବିପ୍ଳବ ହୋଇପାରିଲା କାହିଁକି ନା ଏହି ଉପନିବେଶ ଗୁଡ଼ିକରୁ କମ୍ ଦରରେ ତାଙ୍କୁ କଞ୍ଚାମାଲ ମିଳିଯାଉଥିଲା ଏବଂ ସେହି କଞ୍ଚାମାଲକୁ ବ୍ୟବହାର କରିକି ସେମାନେ ଫାଇନାଲ ବସ୍ତୁ ତିଆରି କରୁଥିଲେ। ଇଂଲଣ୍ଡରେ ଶିଳ୍ପ ବିପ୍ଳବ ହେବାର ପରବର୍ତ୍ତୀ କାରଣଟି ହେଉଛି ଇଂଲଣ୍ଡର ନୌବାହିନୀ ଶକ୍ତିଶାଳୀ ଥିଲା। ଯେହେତୁ ଇଂଲଣ୍ଡର ନୌବାହିନୀ ଶକ୍ତିଶାଳୀ ଥିଲା ସେମାନେ ସେହି ନୌକା ସାହାଯ୍ୟରେ ବାଣିଜ୍ୟ କାରବାର କରିପାରୁଥିଲେ ବିଭିନ୍ନ ଦେଶ ସହିତ। ତେଣୁକରି ଇଂଲଣ୍ଡରେ ଶିଳ୍ପ ବିପ୍ଳବ ହେଲା। ଇଂଲଣ୍ଡରେ ଶିଳ୍ପ ବିପ୍ଳବ ହେବା ପଛରେ ପରବର୍ତ୍ତୀ କାରଣଟି ଥିଲା ଶକ୍ତିଶାଳୀ ରାଜତନ୍ତ୍ର ବ୍ୟବସ୍ଥା। ଯେତେବେଳେ ଇଂଲଣ୍ଡରେ ଶିଳ୍ପ ବିପ୍ଳବ ହେଲା ଇଂଲଣ୍ଡରେ ଚାଲିଥିଲା ରାଜତନ୍ତ୍ର ବ୍ୟବସ୍ଥା ଏବଂ ସେହି ସମୟରେ ରାଜା ଥିଲେ ଜର୍ଜ ତୃତୀୟ ଏବଂ ଏହି ଜର୍ଜ ତୃତୀୟ ଇଂଲଣ୍ଡର ସାମାଜିକ ରାଜନୈତିକ ଅର୍ଥନୈତିକ ଜୀବନକୁ ସୁଦୃଢ଼ କରିଥିଲେ। ତେଣୁକରି ଇଂଲଣ୍ଡରେ ଶିଳ୍ପ ବିପ୍ଳବ ହୋଇଥିଲା। ଇଂଲଣ୍ଡରେ ଶିଳ୍ପ ବିପ୍ଳବ ହେବା ପଛରେ ଅନ୍ୟ ଏକ କାରଣ ଥିଲା ସରକାରୀ ହସ୍ତକ୍ଷେପ ନଥିଲା। ଯେତେବେଳେ ଇଂଲଣ୍ଡର ବଣିକ ଗୋଷ୍ଠୀ ଇଂଲଣ୍ଡରେ ଶିଳ୍ପ ସ୍ଥାପନ କରିବାକୁ ଚାହିଁଲେ ସେହି ସମୟରେ ସରକାର ସେହି ଶିଳ୍ପ ସ୍ଥାପନ ପାଇଁ ହସ୍ତକ୍ଷେପ କରିନଥିଲା। ତେଣୁକରି ଇଂଲଣ୍ଡରେ ଶିଳ୍ପ ବିପ୍ଳବ ହୋଇପାରିଥିଲା। ନେକ୍ସଟ କାରଣଟି ହେଉଛି କଳକାରଖାନା ପାଇଁ ଶ୍ରମିକ ଆବଶ୍ୟକ ଯେଉଁ ହେଉଥିଲା ତାର ଅଭାବ ମଧ୍ୟ ନଥିଲା। ତେଣୁକରି ଇଂଲଣ୍ଡରେ ଶିଳ୍ପ ବିପ୍ଳବ ହୋଇଥିଲା। ପିଲାମାନେ ଆଜି ଆମେ ପଢ଼ିଲେ ଶିଳ୍ପ ବିପ୍ଳବର ପାର୍ଟ 1ଟି। ଏହିପରି ଭାବରେ ପାର୍ଟ 2, ପାର୍ଟ 3, ପାର୍ଟ 4 କରିକି ଆମେ ଏହି ଶିଳ୍ପ ବିପ୍ଳବ ଅଧ୍ୟାୟଟିକୁ ସମ୍ପୂର୍ଣ୍ଣ କରିବା କାହିଁକି ନା ଏହି ଶିଳ୍ପ ବିପ୍ଳବ ହେଉଛି ଗୋଟେ ବଡ଼ ଅଧ୍ୟାୟ।
ଆଜି ଆମେ ଏହି ପାର୍ଟ 1ରେ ଜାଣିଲେ ଶିଳ୍ପ ବିପ୍ଳବ କାହାକୁ କୁହାଯାଏ, ଶିଳ୍ପ ବିପ୍ଳବ କେବେ ଆରମ୍ଭ ହେଲା, କେଉଁ ଦେଶରେ ଆରମ୍ଭ ହେଲା ଏବଂ କାହିଁକି ସେହି ଦେଶରେ ଶିଳ୍ପ ବିପ୍ଳବ ଆରମ୍ଭ ହେଲା। ପିଲାମାନେ ଭିଡ଼ିଓଟି ଯଦି ଭଲ ଲାଗିଥିବ ତାହେଲେ କମେଣ୍ଟ କରିବ। ତା ସହିତ ଭିଡ଼ିଓଟି ଯଦି ଭଲ ଲାଗିଥିବ ଭିଡ଼ିଓଟିକୁ ଲାଇକ୍ କରିଦେବ। ଆହୁରି ସବୁଠୁ ବଡ଼ କଥା ହେଲା ପିଲାମାନେ ଏହି ଚ୍ୟାନେଲଟିକୁ ସବସ୍କ୍ରାଇବ୍ ମଧ୍ୟ କରିଦେବ। ଯଦ୍ୱାରା କ'ଣ ହେବ, ଯେତେବେଳେ ବି ମୁଁ ଏହି ଚ୍ୟାନେଲରେ ଭିଡ଼ିଓ ଅପଲୋଡ଼ କରିବି ତୁମ ପାଖକୁ ନୋଟିଫିକେସନ୍ ଯିବ ଏବଂ ତୁମେ ସେ ଭିଡ଼ିଓଟିକୁ ଠିକ୍ସେ ଦେଖିପାରିବ ପିଲାମାନେ। ତ ଆଜି ପାଇଁ ଏତିକି ଥାଉ ପିଲାମାନେ, ପୁଣି ଦେଖା ହେବ ପାର୍ଟ 2ରେ। ସେତିକି ପର୍ଯ୍ୟନ୍ତ ବିଦାୟ ଦିଅ ପିଲାମାନେ, ରହିଲି।